ଛୁଆମାନଙ୍କର ଡିମାଣ୍ଡ ମାନେ ନିଶ୍ଚୟ ପୂରଣ କରିବାକୁ ପଡ଼ିବ। ଆଉ ସେମିତି ଗୋଟେ ହେଲ୍ଦି ରେସିପି ନେଇ ଆସିଗଲି ଆପଣଙ୍କ ପାଖକୁ। ଆଉ ତା ପୂର୍ବରୁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ରେସିପି ହେଉଛି ପନିର ସୁଇଟ୍ କର୍ଣ୍ଣ ସ୍ୟାଣ୍ଡୱିଚ୍। ଆଉ ତା ପାଇଁ କ'ଣ ସବୁ ନେଇଛି ଦେଖିନିଅନ୍ତୁ। ଏମିତି କିଛି ଗୋଟା ମକା ନେଇଛି, ଗୋଟା କ୍ୟାପ୍ସିକମ୍ ନେଇଛି ଗୋଟେ, ଆଉ ଟମାଟର ଗୋଟେ, କଞ୍ଚା ଲଙ୍କା ଆଉ ରସୁଣ 3ରୁ 4 କୋଲା ନେଇଯାଇଛି। ତାକୁ ମୁଁ ସବୁ ଟିକି ଟିକି କରି କାଟିଦେବି। ଭଲସେ ଧୋଇ ଧାଇ ଦେଇକି ତାକୁ ପୁରା ଛୋଟ ଛୋଟ କରି କାଟି ନେଇଯିବି। ଆଉ ପନିରକୁ ସେମିତି ଟିକି ଟିକି କରି କାଟି ନେଇଯିବି ପୁରା ଛୋଟ ଛୋଟ ପିସ୍ରେ, ଯେମିତି ସ୍ୟାଣ୍ଡୱିଚରେ ଦେବା ପାଇଁ ବହୁତ ଭଲ ହେବ। ଆଉ କିଛି ଭେଜିଟେବଲ୍ ଯଦି ନେବାକୁ ଚାହୁଁଛନ୍ତି ଆପଣମାନେ ନେଇପାରିବେ। ଆଉ ହଁ, ସିଝା ଆଳୁ ବି ନେଇପାରିବେ। ତ ଏବେ ଦେଖନ୍ତୁ ସବୁ ଛୋଟ ଛୋଟ କରି କାଟି ନେଇଗଲି। ଆଉ ଲେଟ୍ ନ କରିକି ଜଲ୍ଦି ଜଲ୍ଦି ଚାଲନ୍ତୁ ଆର ଷ୍ଟଫିଂଟା ବନେଇବା। ଆଉ ଷ୍ଟଫିଂ କେମିତି କ'ଣ ବନାଉଛି ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଜମା ବି ମିଡ଼ିଲରେ ସ୍କିପ୍ କରିକି ଯିବେନି, ନହେଲେ ବହୁତ କିଛି ମିସ୍ କରିଯିବେ। ତ ଭିଡ଼ିଓକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ତା ପୂର୍ବରୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ତ ଏବେ କ'ଣ କରିବା ନା, ଗୋଟେ କଢ଼େଇ ଗରମ କରିବା। କଢ଼େଇ ଗରମ କରି ତା ଦେହରେ କିଛି ଅଳ୍ପ ତେଲ ନେଇଯାଇଛି। ସେ ତେଲଟା ଗରମ ହେଇସାରିଲା ପରେ କଞ୍ଚା ଲଙ୍କା, କଟା ରସୁଣ, ଆଉ ହେଉଛି କଟା ଯେଉଁ ଲଙ୍କା କାଟିଥିଲି, ରସୁଣ କାଟିଥିଲି ଛୋଟ ଛୋଟ କରିକି, ତାକୁ ସବୁ ପକାଇ ଦେଇକି ଟିକେ ତାକୁ ଭାଜିଦେବି। ସେ ଟିକେ ଭାଜି ହେଇଗଲା ପରେ କ'ଣ କରିଛି ନା, ଯେଉଁ କଟା ବିଲାତି ରଖିଛି ତାକୁ ପକାଇ ଦେଇକି ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଗରମ ମସଲା ଆଉ ଜିରା, ଧନିଆ ପାଉଡ଼ର ସେଇଟା ପକାଇକି ଟିକେ କଷି ନେଇଯିବେ। ମସଲାଟା ଟିକେ କଷି ମାନେ ଭଲସେ ଯେମିତି କଷି ହେବାର ଅଛି ସେ କଷିଦେବେ। ବେଶୀ କିଛି ମସଲା ଗୁଣ୍ଡ ଆ ଦେହରେ ଦରକାର ନାହିଁ, ଅଳ୍ପ ବହୁତ ମସଲାରେ କାମଟା ହେଇଯିବ। ଏଇଟା ବହୁତ ଇଜି ଆଉ ସହଜ ରେସିପି, ଆଉ ବହୁତ ଜଲ୍ଦି ବି ହେଇପାରିବ। ଆଉ ଛୁଆଙ୍କୁ ସକାଳୁ ଟିଫିନ୍ ହେଉ କି 4ଟା ବେଳର ସ୍ନାକ୍ସରେ ହେଉ ତାଙ୍କୁ ଦେଇପାରିବେ। ଆଉ ସେ ବହୁତ ହି ଖୁସି ହେବେ ଖାଇକି। ତ ଏବେ ଦେଖନ୍ତୁ ଯାହା ସବୁ ମସଲା ଗୁଣ୍ଡ କହିଥିଲି ମୁଁ ସବୁ ପକାଇ ଦେଇଛି। ତାକୁ ଭଲସେ କଷି ନେଇଯିବେ। ସେ ଟିକେ ମସଲା କଷି ହେଇସାରିଲା ପରେ ତାପରେ ଯେଉଁ ରଖିଛନ୍ତି ଗୋଟା କ୍ୟାପ୍ସିକମ୍ ଯେଉଁ ଚୁନ ଚୁନ କରି କାଟିକି, ଆଉ ହେଉଛି ମକା, ତାକୁ ସବୁ ପକାଇଦେବେ। କାରଣ ଇଏ ଟିକେ ସିଝିବ ଯାହା ବି ହେଲେ। ତାକୁ ପକାଇକି ଅଳ୍ପ ଟିକେ ପାଣି ଦେଇକି ତାକୁ ଏପଟ ସେପଟ କରି ଘୋଡ଼େଇକି ତାକୁ ଭଲସେ ଭାଜି ନେଇଯିବେ। ଯେପର୍ଯ୍ୟନ୍ତ ସେ ପାଣିଟା ଟିକେ ମରିଯାଇଥିବ, ତାପରେ ଶୁଖିଲା ଶୁଖିଲା ହେଇକି ଭାଜି ହେଇଯିବ। ଆଉ ସେ ମକା ଆଉ କ୍ୟାପ୍ସିକମ୍ ବି ସିଝିଯିବ। ଏଥିରେ ଆଉ କିଛି ପରିବା ବି ନେଇପାରିବେ, ଯେମିତିକି ବନ୍ଧାକୋବି ହେଲା, ଫୁଲକୋବି ହେଲା, ନହେଲେ ଗ୍ରୀନ୍ ମଟର ହେଲା। ଏସବୁ ପରିବା ନେଇକି ବି ବଢ଼ିଆସରେ ହେଲ୍ଦି ରେସିପି ବନେଇ ପାରିବେ। ଆଉ ଖାଲି ଆଳୁରେ ଜମା ନ ବନେଇକି କିଛି ପରିବା ତା ଦେହରେ ମିଶାଇକି ବନାନ୍ତୁ। ସେଇଟା ହିଁ ହେଲ୍ଦି ବହୁତ ରହିବ, ଛୁଆଙ୍କୁ ଖାଇବାକୁ ବି ବହୁତ ହି ବଢ଼ିଆ ଲାଗିବ। ଖାସ୍ କରିକି ପନିରର ବହୁତ ହି ବଢ଼ିଆ ଲାଗିବ। ତ ଏବେ ଦେଖନ୍ତୁ ବଢ଼ିଆସରେ ହେଇଗଲାଣି। ତାପରେ ଏଥିରେ ଟିକେ କ'ଣ କରିବା ନା, ଯେଉଁ କଟା ପନିର ରଖିଛି ଚୁନ ଚୁନ କରିକି ତା ଦେହରେ ଆକୁ ପକାଇକି ପୁରା ଭଲସରେ କଷି ନେଇଯିବି, ଯେମିତି ମସଲାଟା ପନିର ଦେହରେ ଟିକେ ମିଶିଯିବ ଭଲସରେ ଆଉ ଭଲସରେ କଷି ହେଇଯିବ। ତାପରେ ଏଥିରେ କ'ଣ କରିଛି ନା, କିଛି ଚଟପଟା ପାଇଁ କିଛି ମୁଁ ଗୁଣ୍ଡ ସବୁ ନେଇଛି। ସେଇଟା ହେଉଛି କଳା ଲୁଣ, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, ୟାକୁ ସବୁ ପକାଇକି ଭଲସରେ ଗୋଳେଇ ଗାଳେଇ ଦେବା। ବହୁତ ହି ବଢ଼ିଆ ଚଟପଟା ଲାଗିବ। ଏବେ ତ ଷ୍ଟଫିଂ ପୁରା ରେଡ଼ି ହେଇଗଲା। ଆଉ ସ୍ୟାଣ୍ଡୱିଚ୍ ପାଇଁ ମେନ୍ ହେଉଛି ବ୍ରେଡ଼୍ ଦରକାର। ଏଭଳିଆ ବ୍ରେଡ଼୍ ମୁଁ ନେଇଯାଇଛି। ଦେଖନ୍ତୁ 4 କଣିଆ ବ୍ରେଡ଼୍ ନେଇଯାଇଛି। ଆପଣ ଚାହିଁଲେ ଗୋଲିଆ ବର୍ଗର ଭଳିଆ ସେଥିରେ ନେଇକି ବି କରିପାରିବେ, ନହେଲେ ଏମିତି ବି ନେଇକି କରିପାରିବେ। ତାକୁ ଏବେ କ'ଣ କରିଛି ନା, କିଛି ବଟର ଏପଟ ସେପଟ ଲଗେଇକି ତାକୁ ଭଲସରେ ତାୱାରେ ଗରମ କରିଦେଇଛି। ତାପରେ ତାକୁ ପ୍ରିପାରେସନ୍ କେମିତି କରୁଛି ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ। ଆଉ ମୋ ପ୍ରିପାରେସନ୍ ରେସିପି ବି ଆପଣମାନେ ଦେଖିନିଅନ୍ତୁ, କେମିତି ପ୍ରିପାରେସନ୍ କରି ତାକୁ ବନଉଛି। ଛୋଟବେଳେ ଆମେ ପାଉରୁଟି ଖାଉ ତ ସତ, ସେଇଟା ପୁଣି କ୍ଷୀର ସହିତ। ଆଉ ଏସବୁ ଜିନିଷ ହୁଏ ବୋଲିକି ଆମେ ସେତେବେଳେ ଜାଣି ହିଁ ନଥିଲୁ। ତ ଏବେ ଏଇ ଯେଉଁ ଯୁଗ ଚାଲିଛି, ପୁରା ଛୁଆମାନଙ୍କର ଡିମାଣ୍ଡ, ମମି ଏଇଟା ବନେଇବା, ମମି ସେଇଟା ବନେଇବା। ବହୁତ ପ୍ରକାର ରେସିପି ପୁରା ମାନେ ଏଇଟା ସେଇଟା ସବୁ ଦେଖିକି ପୁରା ଡିମାଣ୍ଡ କରୁଛନ୍ତି। ଆଉ ତାଙ୍କ ଡିମାଣ୍ଡ ତ ନିଶ୍ଚିନ୍ତ ଭାବେ ପୂରଣ କରିବାକୁ ପଡ଼ିବ। ତ ଏବେ ଦେଖ କେମିତି ମୁଁ ସବୁ ପ୍ରିପାରେସନ୍ କରୁଛି। ମୁଁ ଏଥିରେ କିଛି କଟା କାକୁଡ଼ି ନେଇଯାଇଛି ଖାଲି, ଆଉ ଚାହିଁଲେ ପିଆଜ କଟା ନେଇପାରିବେ, ବିଲାତି କଟା, ଏମିତି ଗାଜର ବି, ଏସବୁ ନେଇକି ତା ଦେହରେ ଷ୍ଟଫିଂ ଦେଇପାରିବେ। ବହୁତ ଭଲ ଟେଷ୍ଟ ଆସିବ। ତ ତାପରେ କ'ଣ କରିଛି ନା, ମୁଁ ସବୁ ଯେଉଁ ଗୋଟେ ଗୋଟେ ସ୍ଲାଇସ୍ ପାଉରୁଟିରେ ଗୋଟେ ସାଇଡ଼୍ରେ ମେୟୋନିଜ୍ ଲଗେଇଛି, ଆଉ ଗୋଟେ ସାଇଡ଼୍ରେ କିଛି ଚଟନି ଲଗେଇଛି। ଚଟନି ମାନେ ଚଟନି ନୁହେଁ ତ ସକ୍ସ ଲଗେଇଛି, ଟମାଟୋ ସକ୍ସ ଆଉ ଚିଲି ସକ୍ସ ମିଶାଇକି ଲଗେଇଛି। ଆପଣମାନେ ଚାହିଁଲେ ଧନିଆ ଆଉ ପୋଦିନାର ସକ୍ସଟା ଚଟନି ବନେଇକି ଏଥିରେ ଦେଇପାରିବେ। ବହୁତ ହି ବଢ଼ିଆ ତା ଟେଷ୍ଟ ଆସିବ। ତ ମୋ ପାଖରେ ଯେହେତୁ ନଥିଲା, ତ ମୁଁ କ'ଣ କରିଛି ନା, ଟମାଟୋ ସକ୍ସ, ଚିଲି ସକ୍ସ ଗୋଟେ ସାଇଡ଼୍ରେ ଲଗେଇଛି, ଆଉ ଗୋଟେ ସାଇଡ଼୍ରେ ମେୟୋନିଜ୍ ଲଗେଇଛି। ତାପରେ କ'ଣ କରିଛି ନା, ଏଇ ଷ୍ଟଫିଂକୁ ପୁରା ଭରପୁର ମାତ୍ରାରେ ଦେଇଛି। ଅଳ୍ପ ଟିକେ ଦେଇଦେଲେ କ'ଣ ନା, କେଉଁ ସାଇଡ଼୍କୁ ପାଟିକୁ ଲାଗିବନି କି କିଛି ବି ଟେଷ୍ଟ ଆସିବନି। ତ ପୁରା ପାଉରୁଟି ପୁରା ଯେମିତି ସେମିତି ସାଇଜ୍ର ପୁରା ଷ୍ଟଫିଂ ଦେଇଦେବେ ପୁରା ଭରପୁର କରିକି। ତାପରେ କ'ଣ କରିଛି ନା, ଗୋଟେ ଷ୍ଟଫିଂ ଦେଇସାରିଲା ପରେ ତାପରେ ଚିଜ୍ ଗୋଟେ ପୁରା ସ୍ଲାଇସ୍ କରି ନେଇଯାଇଛି, ଏପଟ ସେପଟ କରିକି ତାକୁ ଦେଇଦେବେ। ତାପରେ କଟା କାକୁଡ଼ି, ବିଲାତି, ପିଆଜ ଏମିତି କିଛି ଦେଇକି ବ୍ରେଡ଼୍କୁ ପୁରା ବନ୍ଦ କରିଦେବେ।
ଏତିକିରେ ହେଇଯାଇନି ମ, ଆଉ କିଛି ଜିନିଷ ବାକି ଅଛି। ସେଇଟା ହେଉଛି ତାକୁ ସେକିବା। ଆଉ ସେକିବା ପାଇଁ ମୁଁ କ'ଣ କରିଛି ନା ସାଣ୍ଡୱିଚ୍ ମେକର୍ ନେଇଛି। ଯଦି ଆପଣମାନଙ୍କ ପାଖରେ ନାହିଁ ତାହେଲେ ମୁଁ ଡେସ୍କ୍ରିପସନ୍ରେ ଟ୍ୟାଗ୍ କରିଦେଇଛି, ଆପଣମାନେ ଯାଇ କିଣିପାରିବେ। ନହେଲେ ତାୱାରେ ସେକିକି ବି କରିପାରିବେ। ତ ମୋ ପାଖରେ ସାଣ୍ଡୱିଚ୍ ମେକର୍ ଥିଲା। ମୁଁ ତା ଦେହରେ ଟିକେ ବଟର୍ ଲଗେଇ ବ୍ରେଡ଼୍କୁ ଗୋଟେ ଉପରେ ଗୋଟେ ଏମିତି ପକେଇକି 2ରୁ 3 ମିନିଟ୍ ପୁରା ଛାଡ଼ିଦେଲି ବନ୍ଦ କରିକି। ସେ ପୁରା ବଢ଼ିଆସରେ କ୍ରିସ୍ପି କରାରା ହେଇକି ପନିର ସୁଇଟ୍ କର୍ଣ୍ଣ ସାଣ୍ଡୱିଚ୍ ପୁରା ରେଡ଼ି। ତାକୁ ପ୍ଲେଟ୍ରେ ବାହାର କରିକି ଦି ସାଇଡ଼୍ରୁ କାଟିକି ପୁରା ସର୍ଭ କରନ୍ତୁ। ପୁରା ଗରମା ଗରମ ଆଉ ବହୁତ ହି ଟେଷ୍ଟି, ବହୁତ ହି ବଢ଼ିଆ ଲାଗିବ। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ କମେଣ୍ଟସ୍ କରି କୁହନ୍ତୁ ଏ ରେସିପି କେମିତି ହେଇଛି। ଆଉ ନିଶ୍ଚିନ୍ତ ଆପଣ ଘରେ କରି ଆପଣମାନଙ୍କ ଛୁଆଙ୍କର ଡିମାଣ୍ଡ ପୂରଣ କରନ୍ତୁ। ମୁଁ ତ ଏମିତି ନୂଆ ନୂଆ ରେସିପି ନେଇକି ଆପଣମାନଙ୍କ ପାଖକୁ ଆସିବି। ଆଉ ମୋତେ ବହୁତ ମାତ୍ରାରେ ସପୋର୍ଟ କଲେ ମୁଁ ସେତେ ମାତ୍ରାରେ ଭିଡ଼ିଓ ନେଇକି ଆସିବି। ଏତେ ସାରା ଏତେ ଭଲ ଭଲ ରେସିପି କରି ଭିଡ଼ିଓ ଛାଡ଼ୁଛି, ହେଲେ ଦେଖୁ ହିଁ ନାହାନ୍ତି କେହି। ଆଉ ମନରେ ଯାହା ହେଲେ କଷ୍ଟ ହେବନି? କେହି ନ ଦେଖିଲେ ଭିଡ଼ିଓ, ଏତେ କଷ୍ଟ କରି ଭିଡ଼ିଓ ବନେଇବ ହେଲେ କେହି ଦେଖିବେନି। ଏଇଟା ପୁରା ମାନେ ମନ ପୁରା ଦୁଃଖ ହେଇଯାଉଛି। ତ ବହୁତ ମାତ୍ରାରେ ଟିକେ ଦୟାକରି ସପୋର୍ଟ କରନ୍ତୁ। ମୁଁ ତ ଏମିତି ନୂଆ ନୂଆ ରେସିପି ନେଇକି ସବୁବେଳେ ପାଇଁ ଆସିବି। ଆଉ କେମିତି ଲାଗୁଛି ମୋତେ କମେଣ୍ଟସ୍ କରିବି କୁହନ୍ତୁ। ଆପଣମାନେ ମୋର ଏଇସବୁ ଭିଡ଼ିଓ ଦେଖିଲେଣି କି ନାହିଁ? ଯଦି ନ ଦେଖିଛନ୍ତି ଜଲ୍ଦି ଜଲ୍ଦି ଯାଇକି ମୋ ଚ୍ୟାନେଲକୁ ଏ ଭିଡ଼ିଓ ସବୁ ଦେଖନ୍ତୁ। ମୁଁ ତ ଏମିତି ନୂଆ ନୂଆ ରେସିପି ନେଇକି ଆସିବି। ଆଉ ଆଜି ପାଇଁ ଏତିକି, ରହୁଛି, ବାଏ।